परीक्षा करना जमी रोगी की देखीदे आग आसन ओह्ल पड़े कहीं ना मान्यतर होती सी होती राजा जमी खगराज गरुड़ को देखिले मुंडिया मारिदे गरुड़ कहले ये तो 18 आड़ू पाँ पड़ी शोला आपको पचारि कौन ये कौन मत आउ पचारि कौन किंतु शास्त्र कहले कौन पंडितर कर्तव्य कौन पंडित पाखे विद्या विनय संपन्नी ब्राह्मणे गभीरस्थिनी सुनी चैव सुपाके च पंडिता समदर्शिन आउ वक्ता कहीं आग उठिले मंच को व्यास प्रणाम टे करके समस्त मुंडिया टे कहीं माने मो गुरु महाराज कहते बोले कले जन को विष्णु प्राय कार्तिक महात्मा जदि शुणुथे कौन कहते आमर सूर्य भाईना पुरी जन को विष्णु प्राय मणि नमई चरणे आ मुखे बोलई हरि हरि भो जगन्नाथ दैतारी ओल्लई पड़े किए सेना भूषण काक प्रणाम टे करदे गरुड़ को देखीदे कहले या आडमिशन न कले हेनी या खटिया देदबा या टिके कहले हेनी रोग बढ़ीगला कहले हे गरुड़जी हे खगराज मु जानी आप कौन पाई आसी कौन पाई आसी जानी हेले आप न बसिले हेनी ना कौन तो प्रश्न पचारि कहीदे पलैबी ना कहली ना बिनु सतसंगन हरि कथा बिनु सतसंगन हरि कथा बिनु मोह भये बिनु राम पुत होइन दृढ़ अनुरा श्री राम जय राम जय जय राम श्री राम जय राम जय राम बोल सच्चिदानंद कमल भगवान की विचार कले भूषण काक केले गुरु आसन देले बसईदे गरुड़ को कहले बिनु सत्संग हरि कथा प्रभुंकर कथा को बारंबार जदि सत्संग न करू हबनी थरे करदे हम ना कहले बारंबार तुम रहीगले गरुड़ जी महाराज आ भूषण काक कहले या सालाइन डोज दबा नहीं कौन कहले कहले मोह सकल व्याधीन कर सुला मोह सकल व्याधीन कर मूला देहिते तब पूजई सब सुला हे दयामय 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 दास प्रति भूतु सदय हे दयामय 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 दास प्रति भूतु सदय हे दयामय दयामय देखीदे यही जो रोगटा धनी लोक को बेसी हुए मानी लोक को बेसी हुए ना ये रोगटा बेसी भगवान को खातार जी ना लिखो ताको आग मारी बस हे गरुड़जी शुणिम दी जन को कथा कहबी आज अनुष्ठान कले आज्ञा तो शेष दिन आउ कहती शेष दिन मुझे ना शेष दिन तो गुरुत्वपूर्ण आउ कौन शेष दिन कथा गुरुत्वपूर्ण रावण पचार प्रभु राम को मत कहीं मारिल
ପାଞ୍ଚଟା କାରଣ କହିବେ। ଭଗବାନ ରାମ ନୀରବ ରହିଯିବେ। କହିଲେ ରାବଣ ମୁଁ ଜାଣିନଥିଲି ତମେ ମତେ ଏତେ ପ୍ରଶ୍ନ ପଚାରିବ, ବରଂ ସୀତାକୁ ନ ନେଇକି ପଳେଇଥାନ୍ତି ପଛେ, କିନ୍ତୁ ତୁମେ ଏମିତି ପ୍ରଶ୍ନ ପଚାରିବ। ରାମଚରିତମାନସର ସୁନ୍ଦର ଶିକ୍ଷା ରାମାୟଣର ଅନ୍ତିମ ପର୍ଯ୍ୟାୟରେ ଆଜି ଭୂଷଣ କହୁଛନ୍ତି ଗରୁଡ଼ଜୀ ଶୁଣ, ସତ୍ସଙ୍ଗ କର, ସତ୍ସଙ୍ଗ ନ କଲେ ମୋହ ଯିବନି, ସତ୍ସଙ୍ଗ କରି ମଧ୍ୟ ମୋହ ଗଲା ନାହିଁ। ତାହେଲେ କିଏ ସେ ସତ୍ସଙ୍ଗ କରିଥିଲା ମୋହ ଗଲାନି ନା ଶୁଣିବ। ଯୋଡ଼ିଏ ଚରିତ୍ରକୁ ଆଖି ଆଗକୁ ଆଣିଲେ। କାହାଙ୍କର ଚରିତ୍ର? ଜଣେ ହଉଛନ୍ତି ପରମ ଭକ୍ତ ହନୁମାନ, ରାମଙ୍କର ପରମ ଭକ୍ତ ହନୁମାନ, ଯାହାକୁ ଭଗବାନ କହିଲେ ମୋ ପାଖରେ 9ଟା ଗୁଣ ଥିଲେ ମୋ ହନୁମାନଙ୍କ ପାଖରେ 11 ଗୁଣ ଅଛି। 11 ଗୁଣ, ଯୋଡ଼େ ଗୁଣ ଅଧିକା ଦେଇଦେଲେ। କହିଲେ ଅସ୍ତବ୍ଧ ମକ୍ଲିବ ଦୀର୍ଘ ସୂତ୍ରିମୁଞ୍ଚ ସାନୁକ୍ରୋଶନ ସକ୍ଷ୍ମ ମହାର୍ଯ୍ୟମନ୍ୟୈ ଅରୋଗ ଜାତୀୟ ଉଦାର ବାକ୍ୟଂ ଦୂତ ବଦନ୍ତସ୍ୟ ଗୁଣ ପ୍ରପର୍ଣ୍ଣଂ। ସଂସ୍କୃତ ମହାଭାରତରେ ବ୍ୟାସ ବର୍ଣ୍ଣନା କରିଛନ୍ତି ଏ ସୁନ୍ଦର ଶ୍ଲୋକ। ଭଗବାନଙ୍କର ଯିଏ ଭକ୍ତ ହବ, ଯିଏ ଦୂତ ହବ, ଅସ୍ତବ୍ଧ, କାହାକୁ ଡରିବ ନାହିଁ। ଡରିବ? ହନୁମାନ ଡରିଥିଲେ କାହାକୁ? ଅକ୍ଲିବ ନୁହଁ। ଅକ୍ଲିବ ମାନେ କ୍ଲିବ ନୁହଁ, ସିଏ ଅକ୍ଲିବ ମାନେ ତାଙ୍କର ପୁରୁଷତ୍ୱ ଥିବ। ଅସ୍ତବ୍ଧ ମକ୍ଲିବ ଦୀର୍ଘ ସୂତ୍ରୀ, କମରେ କିଛି ହବ ନା, ହବ କମରେ ହବନି। ଭଗବାନ ମୁଁ ଜଣେଇଥିଲି ମହାରାଜଙ୍କୁ, ମୁଁ କହିଲି ଆଜ୍ଞା ଟିକିଏ କଥା ଟିକେ ଯଦି କହନ୍ତି, ସେ ଗୋଟେ ଯୋଡ଼େ ମଞ୍ଚ ପାଇଗଲେ 22-23 ବର୍ଷରେ, ଗୋଟେ ଯୋଡ଼େ ମଞ୍ଚରେ ଖାଲି ଟିକେ ବସି ପଡ଼ନ୍ତି। ମହାରାଜ କହିଲେ ଗୋପାଳଜୀ ଇଏ କମ ନୁହଁ, ଯଦି ପ୍ରଭୁ କୃପା କରିବେ ବହୁତ ହବ ପଛେ କମିବ, ଇଏ କମିବନି କେବେ ହେଲେ। କାରଣ ଇଏ ହଉଛି ଦୀର୍ଘ ସୂତ୍ରୀ। ହନୁମାନଜୀ ସେ ଦୀର୍ଘ ସୂତ୍ରୀ। ଆଉ ସାନୁକ୍ରୋଶମ ମାନେ ଭାରି ଦୟାଳୁ, ସୂକ୍ଷ୍ମ, ସହିବା ଗୁଣ ତାଙ୍କ ପାଖରେ ଅଛି। ଉଚ୍ଚମନା ସମ୍ପନ୍ନ, ଅରୋଗ ଜାତୀୟ, ତାଙ୍କ ପାଖରେ ରୋଗ ନାହିଁ। ଆଉ ଉଦାର ବାକ୍ୟ, ଯିଏ ଭଗବାନଙ୍କ ଦୂତ ହବ, ଭକ୍ତ ହବ, ସିଏ ଉଦାର ବାକ୍ୟ ହେଇଥିବ। ଏତେ ଗୁଡ଼ିଏ ଗୁଣ ଥାଇକିରି ମଧ୍ୟ ହନୁମାନଜୀ ମହାରାଜଙ୍କୁ ମୋହ ଲାଗିଗଲା। କେତେବେଳେ? ଯେତେବେଳେ ମାରିଲା ଶକ୍ତିଭେଦ ରାବଣ, ଏ ବିଭୀଷଣ ପ୍ରଥମ ଶକ୍ତିଭେଦ ପାଇଗଲା ପରେ, ମେଘନାଦ ଶକ୍ତିଭେଦ ମାରିଦେଲା ପରେ ଯେତେବେଳେ ଅଚେତା ହେଇକି ଲକ୍ଷଣ ପଡ଼ିଗଲେ, ଟେକି ଆଣିଲେ ତାଙ୍କୁ ପ୍ରଭୁଙ୍କ ପାଖକୁ। ଭଗବାନ ଚାହିଁଦେଲେ, କହିଲେ କଣ ହେଇଛି? ବିଭୀଷଣ କହିଲେ ପ୍ରଭୁ ଆଉ ଯୁଦ୍ଧ କରିବାନି, ପଳେଇବା। ଭଗବାନ ପଚାରିଲେ, କହିଲେ କାହିଁକି? ନା ଦକ୍ଷିଣ ବାହୁଟା କାଟିଦେଲା, ମୋ ପୁତୁରା ଦକ୍ଷିଣ ବାହୁ କାଟିଦେଲା। ପ୍ରଭୁ କହିଲେ ବୁଝିପାରୁନି ବିଭୀଷଣ କଣ? କହିଲେ ଭ୍ରାତା ହତୋ ଦକ୍ଷିଣ ବାହୁ ଛେଦଂ, ଭାଇ ଚାଲିଗଲା ମାନେ ଦକ୍ଷିଣ ବାହୁ କଟିଗଲା, ଆଉ କାହିଁକି ଲକ୍ଷଣ ବଞ୍ଚିଲା ଭଳିଆ ମତେ ଲାଗୁନି। ହନୁମାନ ଥିଲେ, କହିଲେ ସାବଧାନ ବିଭୀଷଣ, ତମ ଭାଇ ବୋଲି କହୁଛ, ବଞ୍ଚିବିନି। କାହିଁକି ବଞ୍ଚିବିନି? କହିଲେ ପୁତୁରା ଯୋଉ ଶକ୍ତି ମାରିଛି, ସେ ଶକ୍ତି ଉପରେ ଆଉ କିଛି ନାହିଁ। କହିଲେ କଣ କିଛି ନାହିଁ? ଏମିତି ରୋଗ ଅଛି ଯାହା ପାଇଁ ଔଷଧ ନାହିଁ? ନା ଅଛି, କେବଳ ଜଣେ ଡାକ୍ତର ଜାଣିଛନ୍ତି। ସେ କିଏ? ସୁସେନ, ଯିଏ ଅଛି ପ୍ରାଇଭେଟ ଡାକ୍ତର। କାହାଙ୍କର? ରାବଣର। ହନୁମାନ କହିଲେ କିଛି କଥା ନାହିଁ, ତାକୁ ଗୁହାରି କରିବା ଅପେକ୍ଷା ତା କ୍ୱାଟର ସହ ଉଠେଇକିରି ଆଣିବି। ଆଉ ହରି ବୋଲ, କ୍ୱାଟର ଧରିକିରି ଉଠେଇଲେ, ଯେମିତି ଆଣିକି ପହଞ୍ଚେଇ ଦେଲେ, ସିଏ ଭାବିଲା ବୋଧେ ଭୂମିକମ୍ପ ହେଲା, ଆଉ କଣ ଥରୁଛି ସବୁ। ଆଣିକି ପହଞ୍ଚେଇ ଦେଲା ପରେ ଯେମିତି ଦ୍ୱାର ଖୋଲିଦେଲା, ରାମଙ୍କୁ ଦର୍ଶନ କରିଦେଲା। କହି ପକେଇଲେ, କହିଲେ କିଏ ପ୍ରଭୁ? ହନୁମାନ କହିଲେ ମୁଣ୍ଡିଆ ମାରା ଆଗ। ନା ମତେ ଟିକେ ଆଣିଲା କିଏ? ନା କିଏ ଆଣିଲା? ତୋର ପୂର୍ବଜନ୍ମର କର୍ମଫଳ। ତୋ ପୂର୍ବଜନ୍ମର କର୍ମଫଳ ତତେ ଅସୁରଙ୍କ ଠାରୁ ଛାଡ଼ିକିରି ଈଶ୍ୱରଙ୍କ ପାଖକୁ ନେଇ ଆସିଲା। କେତେ ସୁନ୍ଦର ବଚନ। ଯେତେବେଳେ ବିଚାର କଲେ, ସେତେବେଳେ ଦେଖୁଛନ୍ତି ପ୍ରଭୁ କଣ କଲେ? ଦେଖିଦେଲେ, କହିଲେ ସୁଷେଣ ଇଏ? ନା ହଁ। ନା ମୋ ଭାଇର ଅବସ୍ଥା ଏଇଭଳିଆ ହେଇଛି। ନା ଡାକ୍ତରଙ୍କୁ କହିବୁ ନା ତାଙ୍କ ମୂଳଦୁଆ ତାରିକି ଆଣିବ ପିଲର ଟେକିକିରି? ମୁଁ ଆଜ୍ଞା କରିବିନି। ହନୁମାନ କହିଲେ କରିବନି, ତମେ କେତେ ନବ କହ, କଣ ନବ କହ, କିନ୍ତୁ ତମେ କାମ କରିବ। ଡାକ୍ତର କହିଲେ ମୋର ଫିସ୍ ଟିକେ ଅଧିକା। କହିଲେ ସୁଷେଣ କଣ ତମେ ନବ? କହିଲେ ପ୍ରଭୁ ଆଉ ଆପଣଙ୍କ ଠାରୁ ଫେରିକିରି ସିଆଡେ ଯିବି ନା। ବା, ଥରେ ଅସୁରଙ୍କ ନିକଟରୁ ପଳେଇ ଆସି ଯୋଉମାନେ ଈଶ୍ୱରଙ୍କ ଶରଣାପନ୍ନ ହେଇଯାଆନ୍ତି, ଶରଣ ଗଲେ ତାହାରେ ପାରିକର ଈଶ୍ୱରରେ, ପାରିକର ଈଶ୍ୱରରେ, ଶରଣ ଗଲେ ତାହାରେ
कहला प्रभु आ जदि एतिक मते देबे चिंता नहीं लिखिदेले 4टा औषध जीवा वाला मोह हो गला गले कहले के जीव बंधमार्जन पर्वत रे विसर्जन करणी अछि हनुमान कहले पूरा आउ जीव कि मु जीवी प्रभु ना ठीक अछि जतले बाहरिले शास्त्र कहले घर बाहरिबो प्रभु को टिके चिंता करिवो प्रभु श्रीनगर की जे सब काजा थिजे राखी कौशलपुर राजा टिके चिंता करिवो कौन कले देखिले कहले प्रभु मु जीवी तुलसी सुंदर रामचरित मानस तत्व जो हनुमान जी बाहरिले ठीक थिला प्रभु को कौन कले रामचरण सर सिज उरो राखी राम